ସମସ୍ତେ ଭଲ ଥିବେ, ଖୁସିରେ ଥିବେ। ଆଉ ଗୋଟେ ମୋ ଚ୍ୟାନେଲ୍ ଯାହାକି ମୁଁ ବନ୍ଦ ହେଇଯାଇଥିଲା ଗୋଟେ କିଛି ପ୍ରୋବ୍ଲେମ୍ ଦୃଷ୍ଟିରୁ ମୁଁ ଫେରେ ଆରମ୍ଭ କରିବାକୁ ଯାଉଛି। ମୋତେ ଟିକେ ସପୋର୍ଟ ମିଳୁନାହିଁ, ଯାହାକି ମୁଁ ଆପଣଙ୍କୁ ମୁଁ ଠିକ୍ ଭାବେ ଜଣାଇ ପାରୁନି ଯେ ଆଜି ଆମେ ପଢ଼ିବା ସେଇ ମେଡ଼ିସିନ୍ AWPL ମେଡ଼ିସିନ୍। ଯେ କ'ଣ ମୁଡ଼ି ଡଗ୍ ଟ୍ୟାବଲେଟ୍। ମୁଡ଼ି ଡଗ୍ କ'ଣ ଟ୍ୟାବଲେଟ୍? ଏହା ରିଟାଲ ପ୍ରତି ଡିଟେନସନ୍ ଆଣ୍ଟିଇନ୍ଫ୍ଲେମେଟରି ଗୁଣ ଯୋଗୁଁ ସ୍ୱାସ୍ଥ୍ୟ ପାଚନ ସମର୍ଥନ କରିବ। ମେରିଣ୍ଡା ଆଣ୍ଟି ଅକ୍ସିଡେଣ୍ଟ ଅତ୍ୟାବଶ୍ୟକ ପୁଷ୍ଟିକର ଯୋଗାଣ କରିବ ଏବଂ ଅତ୍ୟାବଶ୍ୟକ ଆମିନୋ ଏସିଡ୍ ଏବଂ ମାଇଟୋକଣ୍ଡ୍ରିଆ ପ୍ରଦାନ କରି ଶକ୍ତି ସ୍ତର ବୃଦ୍ଧି କରିବ। କୋଲେଷ୍ଟେରଲ୍ ସନ୍ତୁଳନ କାର୍ଯ୍ୟକାରୀ ଏବଂ ଆଣ୍ଟିବାୟୋଟିକ୍ସ ନାମ ହ୍ରାସ ପାଇଁ ହୃଦୟ ହ୍ରାସକୁ ପ୍ରୋତ୍ସାହିତ କରିବ। ଆଉ ତାପରେ ହେଲା କ'ଣ ଯେ ଆମେ ସମସ୍ତେ ଜାଣିଛନ୍ତି ତ ମୁଡ଼ି ଡଗ୍ କଥା ଗଲା। ଆମେ ସବୁ ଜାଣିଛନ୍ତି ପ୍ରତି ଛୋଟ ପିଲା ହଉ ବଡ଼ ପିଲା ହଉ ମାନେ ରୋଗ ରହୁଛି କ'ଣ ଡାଇବେଟିସ୍, ବ୍ଲଡ଼ ପ୍ରେସର ଏମିତି ଜିନିଷ ଆସୁଛି ଯାହାକି ତାକୁ ଆମେ କ୍ୟୁରେବଲ୍ କରିପାରୁନା। ଏଇ ମେଡ଼ିସିନ୍ ଖାଇବା ଦ୍ୱାରା ମୁଁ ଏଠି ଆଖି ସାମ୍ନାରେ ଦେଖୁଛି ଯେ କ୍ୟୁରେବଲ୍ ଲେବୁଲ୍ ହେଇପାରୁଛନ୍ତି, ଭଲ ବି ହେଇପାରୁଛନ୍ତି। କ'ଣ ଯଦି ତାକୁ ଡାଇବେଟିସ୍ ହେଇଛି ଡାଇବେଟିସ୍ ଏବଂ ତା ସହିତ ଓଜୋନ ଏକ୍ସଟ୍ରା ଟ୍ୟାବଲେଟ୍, ବୁଝିଲେ। ଯଦି ମନେକର BP ଅଧିକା ରହୁଛି, ହାଇ ରହୁଛି, ତାହେଲେ ତ ଆମେ କ'ଣ କରିବା କାରିଓ ଡୋଗ୍ ଖାଇପାରିବା। କାରିଓ ଡୋଗ୍ ସହିତ ତା ତ ଆମେ ତ ଜାଣିଛନ୍ତି ଆମର ଗୋଟେ ମହାନ ଗୁରୁ କହିଥିଲେ ମାନେ ପଞ୍ଚ ତୁଳସୀ ଏମିତି ଆମର ହେଉଛି ଇଏ, କାରଣ ପଞ୍ଚ ତୁଳସୀ ହେଉଛି ମେନ୍, କାରଣ 100 ପ୍ରକାର ରୋଗକୁ ସେ ଭଲ କରୁଛି ନା କ'ଣ ସାଙ୍ଗମାନେ? ନିଜେ ୟୁଜ୍ କରନ୍ତୁ, ଜାଣିବେ। ଏବଂ ମୁଁ ବି ତା ଭିତରେ ମୋ ନମ୍ବରଟା ମୁଁ ଇଏ କରୁଛି, ଯାହାକି ରୋଗୀମାନେ ରୋଗରୁ ମୁକ୍ତି କେମିତି ହେବେ ମୁଁ ସେଇ ବ୍ୟବସ୍ଥା କରୁଛି। ଧନ୍ୟବାଦ।